ଆଜି ଆମେ ଆଲୋଚନା କରିବା କବିଙ୍କ ରଚନାବଳୀ ମାନେ ଶାରଳା ଦାସଙ୍କର ପର କ୍ଲାସରେ ଆମେ ଭିଡ଼ିଓରେ ଶାରଳା ଦାସଙ୍କ ପରିଚୟ ବିଷୟରେ ଆମେ ଆଲୋଚନା କରିଦେଇଛନ୍ତି। ଯେଉଁମାନେ ଭିଡ଼ିଓ ବି ଦେଖିନାହାନ୍ତି ମୁଁ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଦେବି, ସେମାନେ ଯାଇକି ନିଶ୍ଚିତ ଦେଖି ନିଅନ୍ତୁ। ତ ଆଜି ଆମେ ଆଲୋଚନା କରିବା ଶାରଳା ଦାସଙ୍କ ରଚନାବଳୀ କ'ଣ କ'ଣ ରହିଅଛି ତାକୁ ଆଜି ଆମେ ଆଲୋଚନା କରିବା। ତ ଯଦି ନୂଆ କରି ଆପଣମାନେ ଚ୍ୟାନେଲକୁ ଆସିଛନ୍ତି ଲାଇକ୍ କରି ସେୟାର କରି ଏବଂ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ତ ଏବଂ ଆପଣମାନଙ୍କ ସାଙ୍ଗମାନଙ୍କୁ ବି ସେୟାର କରିଦିଅନ୍ତୁ, ଯାହାଫଳରେ ସେମାନେ ପଢ଼ିବା ପାଇଁ ସୁବିଧା ପାଇପାରିବେ। ତ ଚାଲନ୍ତୁ ଆମେ ଏବେ ଆରମ୍ଭ କରିବା କବିଙ୍କ ରଚନାବଳୀ। ଶାରଳା ଦାସ କ'ଣ କ'ଣ ଲେଖିଛନ୍ତି ଚାଲନ୍ତୁ ତାକୁ ଆମେ ଏବେ ଦେଖିବା। ଶାରଳା ଦାସ ମହାଭାରତ, ବିଲଙ୍କା ରାମାୟଣ, ସପ୍ତକାଣ୍ଡ ରାମାୟଣ, ଚଣ୍ଡୀ ପୁରାଣ ପ୍ରଭୃତି ଗ୍ରନ୍ଥମାନ ରଚନା କରିଥିଲେ। ଏଗୁଡ଼ିକର ରଚନାକ୍ରମ ସମ୍ବନ୍ଧରେ କବି କହନ୍ତି: ପ୍ରଥମେ ଶ୍ରୀ ରାମଚନ୍ଦ୍ର, ଦ୍ୱିତୀୟ ଭାରତ, ତୃତୀୟ ଲିଖନ କଲି ଶ୍ରୀ ଭାଗବତ। ଚଣ୍ଡୀ ପୁରାଣରେ ଏହା ଲେଖା ଅଛି। ଏଠାରେ ଶ୍ରୀ ରାମାୟଣ ହେଉଛି ବିଲଙ୍କା ରାମାୟଣ, ଭାରତ ହେଉଛି ମହାଭାରତ ଓ ଶ୍ରୀ ଭାଗବତ ହେଉଛି ଦେବୀ ଭାଗବତ ବା ଚଣ୍ଡୀ ପୁରାଣ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଶାରଳା ଦାସକୃତ ସପ୍ତକାଣ୍ଡ ରାମାୟଣ ପୋଥି ଅଛି, ମାତ୍ର ଏହା ଉପରେ ଯଥେଷ୍ଟ ଆଲୋଚନା ହୋଇନଥିବାରୁ ଏହା କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟମାନଙ୍କ ନିକଟରେ ଅଜ୍ଞାତ। ବିଲଙ୍କା ରାମାୟଣ ଓ ସପ୍ତକାଣ୍ଡ ରାମାୟଣକୁ ଶାରଳା ଦାସଙ୍କ କଥିତ ଶ୍ରୀ ରାମାୟଣ ଅନ୍ତର୍ଭୁକ୍ତ କରାଯାଇପାରେ। ଏହା ବ୍ୟତୀତ ଶାରଳା ଦାସଙ୍କ ଦ୍ୱାରା ରଚିତ ଗ୍ରନ୍ଥ ଭାବରେ ଗୃହୀତ ଅନ୍ୟ ଏକ ଗ୍ରନ୍ଥ ହେଉଛି ଲକ୍ଷ୍ମୀ ନାରାୟଣ ବଚନିକା। ଏହାର ପାଣ୍ଡୁଲିପି ଉତ୍କଳ ବିଶ୍ୱବିଦ୍ୟାଳୟର ପୋଥି ବିଭାଗରେ ସଂରକ୍ଷିତ ରହିଛି ବୋଲି ଡକ୍ଟର ବକ୍ସିଧର ମହାନ୍ତି ପ୍ରକାଶ କରନ୍ତି, କିନ୍ତୁ ଏହି ନାମରେ କୌଣସି ପୋଥି ସେଠାରେ ନଥିବା ପରବର୍ତ୍ତୀ ଗବେଷଣାକୁ ଜଣାଯାଏ। ସେ ଯାହା ହେଉ କବିଙ୍କ ଗ୍ରନ୍ଥରେ ରଚନା କ୍ରମରେ ସୂଚନା ଦେଉଥିବା ଉପରୋକ୍ତ ଉଦ୍ଧୃତିରେ ଏହାର ନାମ ଉଲ୍ଲେଖ ନାହିଁ କିମ୍ବା ଅନ୍ୟ କୌଣସି ଗ୍ରନ୍ଥରେ ମଧ୍ୟ ନାହିଁ। କବି ପ୍ରଦତ୍ତ ସୂଚନାର କ୍ରମାନୁସାରେ ସେଗୁଡ଼ିକର ଆଲୋଚନା କରାଯାଇପାରେ। ବିଲଙ୍କା ରାମାୟଣ ଚାଲନ୍ତୁ ଦେଖିବା ବିଲଙ୍କା ରାମାୟଣ କ'ଣ ଶାରଳା ଦାସ ରଚନା କରିଛନ୍ତି। ଶାରଳା ଦାସଙ୍କ ଉକ୍ତି ଅନୁସାରେ ବିଲଙ୍କା ରାମାୟଣ ତାଙ୍କର ପ୍ରଥମ କୃତି। ତାଙ୍କର ପ୍ରଥମ ରଚନା ହେତୁ ଏହା କ୍ଷୁଦ୍ର ଆକୃତି ବିଶିଷ୍ଟ ବୋଲି ମନେ ହୁଏ। ଏପର୍ଯ୍ୟନ୍ତ ଏହି ଗ୍ରନ୍ଥଟିର ଶୁଦ୍ଧ ସଂସ୍କରଣ ପ୍ରକାଶିତ ହୋଇନଥିବାର ବଜାରରେ ମିଳୁଥିବା ମୁଦ୍ରିତ ପୁସ୍ତକ ଉପରେ ନିର୍ଭର କରି ଏହି ଆଲୋଚନାଟି ପ୍ରସ୍ତୁତ। ଶିବ ପାର୍ବତୀଙ୍କ କଥୋପକଥନ ଛଳରେ ସମଗ୍ର ଗ୍ରନ୍ଥଟିର କଥାବସ୍ତୁ ପରିକଳ୍ପିତ। ଏହାର କଥାବସ୍ତୁ ହେଉଛି ଲଙ୍କାର ରାଜା ଦଶାନନ ରାବଣକୁ ମାରିବା ପରେ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗରେ ଧରି ରାମଚନ୍ଦ୍ର ଅଯୋଧ୍ୟା ଫେରିଛନ୍ତି। ସେଠାରେ ତାଙ୍କ ଅଭିଷେକ ଉତ୍ସବ ମହାସମାରୋହରେ ପାଳିତ ହେବାର ଆୟୋଜନ କରାଯାଇଛି। ସ୍ୱର୍ଗର କେତେକ ଦେବତା ଏହି ଉତ୍ସବ ଦେଖିବାକୁ ବାହାରିଛନ୍ତି। ଏହି ସମୟରେ ସେଠାରେ କ୍ରନ୍ଦନରତ ଯମ ଉପସ୍ଥିତ ହୋଇ ନିଜର ଦୁଃଖ ଜଣାଇଛନ୍ତି। ବ୍ରହ୍ମାଙ୍କ ବରରେ ବଳୀୟାନ ବିଲଙ୍କାର ସହସ୍ର ଶ୍ରୀ ରାବଣ ଦେବତାମାନଙ୍କୁ ବହୁ ଭାବରେ ନିର୍ଯାତିତ କରୁଛି ଏବଂ ତାଙ୍କ ପ୍ରତିଦିନ ତାର ବାଡ଼ିତାଟି ଖଟିବାକୁ ପଡ଼ୁଛି ବୋଲି ସେ ପ୍ରକାଶ କରିଛନ୍ତି। ଦେବତାମାନେ ବିଚାର କରିଛନ୍ତି ଯେ ରାମଚନ୍ଦ୍ରଙ୍କ ବ୍ୟତୀତ ଅନ୍ୟ କେହି ବିଲଙ୍କାରେ ସହସ୍ର ଶିରା ରାବଣକୁ ବଧ କରିବା ପାଇଁ କ୍ଷମ ନୁହନ୍ତି, କିନ୍ତୁ ରାମଚନ୍ଦ୍ର ରାଜା ହେବା ପରେ ଆଉ ତାଙ୍କୁ ବିଲଙ୍କା ରାବଣକୁ ବିନାଶ କରିବା ପାଇଁ ପ୍ରବର୍ତ୍ତାଇବା ସମ୍ଭବ ହେବ ନାହିଁ। ତେଣୁ ଅଭିଷେକ ପୂର୍ବରୁ ହିଁ ତାଙ୍କୁ ଏ କାର୍ଯ୍ୟରେ ଲଗାଇବାକୁ ପଡ଼ିବ। ଶେଷରେ ବ୍ରହ୍ମାଙ୍କ ପରାମର୍ଶ ଅନୁସାରେ ସ୍ଥିର ହୋଇଛି ଯେ ଖଳ ଦୁର୍ବଳଙ୍କୁ ଅଯୋଧ୍ୟାକୁ ପଠାଯିବ। ସେମାନେ ରାମ ଓ ସୀତାଙ୍କ କଣ୍ଠରେ ବିଜେ କରି ଏପରି କଥୋପକଥନରେ ରତ ରହିବେ ଯେପରି ରାମଚନ୍ଦ୍ର ବାଧ୍ୟ ହେବେ ବିଲଙ୍କା ଯାତ୍ରା କରିବାକୁ। ଖଳ ଓ ଦୁର୍ବଳ ଆଦେଶ ପାଇ ଅଯୋଧ୍ୟା ଯାଇଛନ୍ତି। ଅଭିଷେକର ଅବ୍ୟବହିତ ପୂର୍ବରୁ ରାମଚନ୍ଦ୍ର କୁଳଗୁରୁ ବଶିଷ୍ଠଙ୍କୁ ଲଙ୍କା ବିଜୟ ସମ୍ବନ୍ଧରେ ନିଜର ବୀରତ୍ୱପୂର୍ଣ୍ଣ କାହାଣୀ ଶୁଣାଇବା ସମୟରେ ଖଳ ଦ୍ୱାରା ପରିଚାଳିତ ସୀତା ଘୋର ପ୍ରତିବାଦ କରି କହିଛନ୍ତି ଯେ ଲଙ୍କା ବିଜୟର ଗୌରବ ରାମଚନ୍ଦ୍ରଙ୍କର ନୁହେଁ, ତାଙ୍କ ନିଜର ପ୍ରାପ୍ୟ। ରାମଚନ୍ଦ୍ର ଯଦି ବିଲଙ୍କା ରାବଣକୁ ବଧ
କରିପାରିବେ, ତେବେ ଲଙ୍କା ବିଜୟର ଗୌରବ ପାଇଁ ଦାବି କରିପାରିବେ। କବି ସୀତାଙ୍କ ମୁଖରେ କହିଛନ୍ତି, ତୁମ୍ଭେ କିବା କଷ୍ଟ ପାଇଅଛ ଦେବରାଜ, ମହାକଷ୍ଟ ପାଇ ମୁହିଁ ମାରିଲି ରାବଣ। ଏମନ୍ତ ପ୍ରତିଜ୍ଞା ଯେବେ ଅଛି ରଘୁ ସାଇଁ, ବିଲଙ୍କା ରାବଣକୁ ମାର ଏବେ ଯାଇଁ। ରାମଚନ୍ଦ୍ର ସୀତାଙ୍କର ଏପରି ଅପ୍ରତ୍ୟାଶିତ ବାକ୍ୟ ବାଣରେ ଉଦ୍ୟକ୍ତ ହୋଇପଡ଼ିଛନ୍ତି। ସେ ସୀତାଙ୍କ ଆହ୍ୱାନକୁ ଗ୍ରହଣ କରି ବିଲଙ୍କା ରାବଣକୁ ସଂହାର କରିବା ପାଇଁ ବାହାରିଛନ୍ତି। ଦେବତାମାନେ ତାଙ୍କୁ
ସେଥିରେ ସ୍ୱକଳ୍ପନାଶକ୍ତି ବଳରେ ରକ୍ତମାଂସ ସଂଯୋଗ କରିଛନ୍ତି। ବିଷୟବସ୍ତୁ, ଚରିତ୍ର, ଚିତ୍ରିତ ବର୍ଣ୍ଣନା ଶୈଳୀ ଆଦି ପ୍ରତ୍ୟେକ କ୍ଷେତ୍ରରେ କବିଙ୍କ ମୌଳିକତାର ପ୍ରତିଫଳିତ ପରିଲକ୍ଷିତ ହୁଏ। ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଦ୍ୱାରା ସାରଳା ମହାଭାରତ ଉପରେ ରଚିତ ଶ୍ରୀ ଭାରତ ଦର୍ପଣ ନାମକ ପୁସ୍ତକ ଖଣ୍ଡିତ ସମାଲୋଚନା ଓ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କସଦୃଶ। ସେଥିରେ ସେ ସଂସ୍କୃତ ମହାଭାରତକୁ ବ୍ୟାସକବି ଓ ବ୍ରହ୍ମମୁନି ଏବଂ ଓଡ଼ିଆ ମହାଭାରତକାରଙ୍କୁ ଦାସକବି, ଉତ୍କଳ ବ୍ୟାସ, ଶୂଦ୍ରମୁନି ଆଦି ନାମରେ ନାମିତ କରି ପ୍ରଗାଢ଼ ପରିଶ୍ରମ ବଳରେ ଏହି ଉଭୟ କବିଙ୍କ ମହାଭାରତ ତତ୍ତ୍ୱରେ ଥିବା ବିଭିନ୍ନ ପ୍ରକାଶ ବୈଷମ୍ୟକୁ ଅତି ନିଖୁଣ ଭାବରେ ପ୍ରଦର୍ଶନ କରିଛନ୍ତି। ତାଙ୍କ ମତରେ ମୂଳ ଗ୍ରନ୍ଥର ବିଷୟବସ୍ତୁକୁ ନିଜ ଶ୍ରୁତିକୋଷରେ ପ୍ରଦୀପ୍ତ ରଖି ସାରଳା ଦାସ ଅଳ୍ପୀକରଣ, ବିସ୍ତୃତୀକରଣ, ଅନୁକ୍ତ ପ୍ରକ୍ଷେପ ଓ ଉକ୍ତି ନିକ୍ଷେପ କ୍ରମରେ ଏହି ପ୍ରକାଣ୍ଡ ଗ୍ରନ୍ଥକୁ ଲେଖି ଯାଇଛନ୍ତି। ଏଣୁ ଏହି କ୍ରମରେ ଦୁଇ ମହାଭାରତର ତୁଳନା କରାଯାଇପାରେ। ତାପରେ ଆମେ ଦେଖିବା ଅଳ୍ପୀକରଣ। ମୂଳ ମହାଭାରତରେ ବିସ୍ତୃତାକାରରେ ବର୍ଣ୍ଣିତ କେତେକ ବିଷୟକୁ ସାରଳା ଦାସ ଅତି ସଂକ୍ଷିପ୍ତ ଭାବରେ ଉପସ୍ଥାପନ କରିଛନ୍ତି। ମୂଳ ଗ୍ରନ୍ଥରେ କୁହାଯାଇଥିବା ତତ୍ତ୍ୱଜ୍ଞାନ ସମ୍ପର୍କୀୟ ବିସ୍ତୃତ ବର୍ଣ୍ଣନା ସାରଳା ମହାଭାରତରେ ଅନେକତ୍ର ବର୍ଜିତ ହୋଇଛି। ଯେଉଁ କେତେକ ସ୍ଥାନରେ ଏ ସମ୍ପର୍କୀୟ ବର୍ଣ୍ଣନା ରହିବାକୁ ସେ ଇଚ୍ଛା କରିଛନ୍ତି, ସେଠାରେ ସେ ସବୁକୁ ରଖିଛନ୍ତି ଅତି ସଂକ୍ଷିପ୍ତ ଭାବରେ, ଯାହା ସାଧାରଣ ଲୋକ ପାଇଁ ଯଥେଷ୍ଟ। ଏହାର ଏକ ସଦୃଶ ହେଉଛି ଭୀଷ୍ମ ପର୍ବରେ ପ୍ରଦତ୍ତ ଅଷ୍ଟାଦଶାଧ୍ୟାୟୀ ଗୀତାର ସାରସଂଗ୍ରହ, ଯାହା ଏଥିରେ ମାତ୍ର ଅଳ୍ପ କେତୋଟି ପଂକ୍ତି ପରିବେଶିତ। ମୂଳ ଗ୍ରନ୍ଥରେ ବନ ପର୍ବରେ ବର୍ଣ୍ଣିତ ପାଣ୍ଡବମାନଙ୍କର ତୀର୍ଥାଟନର ଦୀର୍ଘ ବିବରଣୀ ଆଲୋଚ୍ୟ ଗ୍ରନ୍ଥରେ ଅତି ସଂକ୍ଷିପ୍ତ ଭାବରେ ପ୍ରଦତ୍ତ। ଏପରିକି ସଂକ୍ଷିପ୍ତ ଭାବରେ ଉପସ୍ଥାପିତ ଅନ୍ୟ କେତୋଟି ପ୍ରସଙ୍ଗ ହେଉଛି ଶିବ ଅର୍ଜୁନ ଯୁଦ୍ଧ, ନଳ ଉପାଖ୍ୟାନ, ପୃଥୁଳା ଗାଭୀ ଚରିତ, ବିରାଟ ରାଜାର ଗୋଧନ ହରଣ ବୃତ୍ତାନ୍ତ ଇତ୍ୟାଦି। ବିସ୍ତୃତାକରଣ। ମୂଳ ମହାଭାରତରେ କେତେକ ବୃତ୍ତାନ୍ତ ସାରଳା ଦାସଙ୍କ ଲେଖନୀରେ ଅତି ବିସ୍ତାରିତ ରୂପରେ